ଗାଁରେ ଅଷ୍ଟପ୍ରହରୀ ଆଜି ବହୁତ ଦିନ ପରେ ହେଲା। ପାଗ ଥାଏ ଖରାଦିନିଆ ସକାଳ। ସକାଳୁ ସକାଳୁ ବାରି ପଛପଟେ ଜାଲ ବନ୍ଧାବନ୍ଧି କାମ ଚାଲିଥାଏ। ଯାହା ଯେମିତି ଅଳ୍ପ ବହୁତ କାମ ସାରିଦେଇ ଜଳଖିଆ ଖାଇସାରି ଆମେ ବାହାରି ପଡିଲୁ ନିତିଦିନିଆ କର୍ମରେ। କାମଧନ୍ଦା ସାରି ଘରେ ଆସି ଦେଖୁଛୁ ବୋଉ ଆମର କୋବି ଛଣାଛଣି ଚଲେଇଛି। କାହିଁକି ନା ବୋଉ ଆମର ଆଜି ଚିଲି କୋବି ତିଆରି କରିବ ବୋଲି ପ୍ରସ୍ତୁତି କରିସାରିଛି। ପଟାପଟ କୋବି ଗୁଡିକ ଛଣାଛଣି ସରିଲା ବେଳକୁ କଟା ହୋଇଥିବା ଜିନିଷ ଗୁଡିକ ଏପଟେ ଭଜା ଭଜି ଚାଲିଥାଏ। ତାପରେ ସେଥିରେ ଛଣା ହୋଇଥିବା କୋବି ପଡି ତିଆରି ହୋଇଗଲା ଆମର ଚିଲି କୋବି। ସୁଆଦ ପୁରା ଅଲଗା ପ୍ରକାର। ସନ୍ଧ୍ୟା ବେଳିଆ ପ୍ରସ୍ତୁତ ହୋଇ ରତିକାନ୍ତର ଆଉ ଆମର ବାହାରି ପଡିଲୁ ଗାଁରେ ହେଉଥିବା ଅଷ୍ଟପ୍ରହରୀ ପାଖକୁ। କିଛି ସମୟ ନାମ ସଂକୀର୍ତ୍ତନ କରି ତାପରେ ଆସିଗଲୁ ଭୋଜି ଖାଇବା ପାଇଁ। ଅରୁଆ ଭାତ ସହ ଡାଲମା, ଖଟା ଆଉ ପୋଟଳ ବେସନ ତରକାରୀ। ଭୋଜି ପୁରା ରେଡି ଆଉ। ଖାରେ ରତିକାନ୍ତ, ଏବେ ଖାଇ ଚାଲ। ଶେଷରେ ରତିକାନ୍ତ ଆମର ପାର୍ସଲ ଧରିଲା ଆଉ ଆମେ ଘରକୁ ଚାଲିଲୁ।